ମୋର ପ୍ରିୟ ପିଲାମାନେ, ମୁଁ ଆଶା କରୁଛି ଆପଣ ଭଲରେ ଥିବେ। ତ ଦେଖନ୍ତୁ, ଆମ ଓଡ଼ିଶାରେ ପ୍ରତ୍ୟେକ ଜିଲ୍ଲାରେ ଓମିନ୍ ଏବଂ କ୍ଲାର୍କ ଏବଂ ଟାଇପିସ୍ ଏହି ତିନୋଟି ଭ୍ୟାକେନ୍ସିଟି ପ୍ରତ୍ୟେକ ଜିଲ୍ଲା ପାଇଁ ବାହାରିଛି। ତ ଦେଖନ୍ତୁ, ଏହି ନୋଟିଫିକେସନ୍ଟି ବୌଦ୍ଧ ଡିଷ୍ଟ୍ରିକ୍ଟ ପାଇଁ ରହୁଛି, ଯାହାକି କ୍ଲାର୍କ ଏବଂ ଓମିନ୍ ଏବଂ ଟାଇପିସ୍ ପାଇଁ ପୋଷ୍ଟ ଭ୍ୟାକେନ୍ସିଟି ବାହାରିଛି। ତେଣୁ ଆପଣ କେଉଁ ଡିଷ୍ଟ୍ରିକ୍ଟରେ ବିଲଙ୍ଗ କରୁଛନ୍ତି ତାହା ଆପଣ କମେଣ୍ଟ ସେକ୍ସନରେ କମେଣ୍ଟ କରିଦେବେ। ତ ଦେଖନ୍ତୁ, ଏହି ଭ୍ୟାକେନ୍ସିଟିରେ ଆପଣ ଯଦି 10th କ୍ଲାସ୍ ପାସ୍ କରୁଛନ୍ତି ତାହେଲେ ବି ଆପଣ ଏଲିଜିବଲ୍ ରହିବେ, ଏବଂ ଆପଣ +3 ପାସ୍ କରିଛନ୍ତି ତାହେଲେ ଆପଣ ଏଲିଜିବଲ୍ ରହିବେ। ତ ଦେଖନ୍ତୁ, ଆପଣ ଯଦି ଏହି ଜବ୍ରେ ଇଣ୍ଟରେଷ୍ଟିଂ ଅଛ ତାହେଲେ ଭିଡ଼ିଓକୁ କମ୍ପ୍ଲିଟଲି ଦେଖନ୍ତୁ, ଏବଂ ଯେଉଁମାନେ ମୋ ଚ୍ୟାନେଲରେ ନୂଆ ଆସିଛନ୍ତି ସେମାନେ ଚ୍ୟାନେଲକୁ ମଧ୍ୟ ଆପଣ ସବସ୍କ୍ରାଇବ୍ କରିନେବେ ଏବଂ ତା ସହିତ ବେଲ୍ ଆଇକନ୍କୁ ମଧ୍ୟ ଆପଣ ଅନ୍ କରିନେବେ। ତ ଦେଖନ୍ତୁ, ଏହି ଭ୍ୟାକେନ୍ସିଟି ପ୍ରତ୍ୟେକ ଜିଲ୍ଲା ପାଇଁ ବାହାରିଛି, ଏବଂ ଏହି ଭ୍ୟାକେନ୍ସିର ଏଜ୍ ଏବଂ ସିଲେକ୍ସନ୍ ପ୍ରୋସେସ୍ ସେମ୍ ରହିବ। ଏଜ୍ ବି ମଧ୍ୟ ସେମ୍ ରହିବ, କିନ୍ତୁ ଖାଲି ପୋଷ୍ଟ ହିଁ ଆପଣଙ୍କର କମ୍ ବେଶୀ ରହୁଛି। ଅଲଗା ଅଲଗା ଡିଷ୍ଟ୍ରିକ୍ଟର ଯାହାକି କମ୍ ବେଶୀ ପୋଷ୍ଟ ଭ୍ୟାକେନ୍ସିଟି ରହୁଛି, କିନ୍ତୁ ସେମ୍ ରହିବ। ସେଇ ତିନୋଟି ପୋଷ୍ଟ ହିଁ ସବୁ ଜିଲ୍ଲା ବାହାରିଛି। ତେବେ ଚାଲନ୍ତୁ ଦେଖିବା ଏ ବୌଦ୍ଧ ଡିଷ୍ଟ୍ରିକ୍ଟର ପୋଷ୍ଟ ଭ୍ୟାକେନ୍ସିଟି କେତେ ରହୁଛି। ତ ଦେଖନ୍ତୁ, ବୌଦ୍ଧ ଡିଷ୍ଟ୍ରିକ୍ଟରେ ଯାହାକି ପୋଷ୍ଟ ଭ୍ୟାକେନ୍ସି ରହୁଛି, ଜୁନିୟର କ୍ଲାର୍କରେ ଦେଖନ୍ତୁ 11ଟି ଟୋଟାଲ୍ ପୋଷ୍ଟ ରହିଛି, ଏବଂ ଜୁନିୟର ଟାଇପିସ୍ରେ ଦେଖନ୍ତୁ 2ଟି ଟୋଟାଲ୍ ପୋଷ୍ଟ ଭ୍ୟାକେନ୍ସି ରହୁଛି, ଯାହାକି ବୌଦ୍ଧ ଡିଷ୍ଟ୍ରିକ୍ଟ ପାଇଁ। ଏବଂ এই ବୌଦ୍ଧ ଡିଷ୍ଟ୍ରିକ୍ଟରେ ଦେଖନ୍ତୁ ଆଉ ଗୋଟେ ପୋଷ୍ଟ ରହିଛି, ଯାହାକି ଷ୍ଟେନୋଗ୍ରାଫର ରହୁଛି। ଏବଂ ପ୍ରତ୍ୟେକ ଜିଲ୍ଲାରେ ପ୍ରାୟ ଓମିନ୍ ପାଇଁ ପୋଷ୍ଟ ଭ୍ୟାକେନ୍ସି ରହୁଛି, ଓମିନ୍ କ୍ଲାର୍କ ଏବଂ ଜୁନିୟର ଟାଇପିସ୍ ପାଇଁ ପୋଷ୍ଟ ଭ୍ୟାକେନ୍ସି ରହୁଛି, କିନ୍ତୁ ବୌଦ୍ଧ ଡିଷ୍ଟ୍ରିକ୍ଟରେ ଷ୍ଟେନୋଗ୍ରାଫର ପାଇଁ ପୋଷ୍ଟ ଦେଇଛି, ଯାହାକି 5ଟି ଟୋଟାଲ୍ ପୋଷ୍ଟ ଭ୍ୟାକେନ୍ସି ରହୁଛି। ତ ଦେଖନ୍ତୁ, ସେଥିରେ ଯଦି ଦେଖିବା ଆମେ ଜୁନିୟର କ୍ଲାର୍କରେ 19,000 ଆରମ୍ଭ କରି 63,000 ସାଲାରୀ ଆପଣ ପାର୍ ମନ୍ଥ ପାଇପାରିବେ, ଏବଂ ଜୁନିୟର ଟାଇପିସ୍ରେ 19,000 ସେଇ ସେମ୍ ରହୁଛି, ସବୁ ସେମ୍ ରହୁଛି, କିନ୍ତୁ ଷ୍ଟେନୋଗ୍ରାଫର ପାଇଁ ଅଲଗା ଦେଇଛି 25,000 ଆରମ୍ଭ କରି 81,000 ପାର୍ ମନ୍ଥ ସାଲାରୀ ଆପଣ ପାଇପାରିବେ। ତ ଦେଖନ୍ତୁ, ୟାର ଯଦି ଆମେ ଏଲିଜିବଲ୍ କ୍ରାଇଟେରିଆ ଦେଖିବା, ତ ଦେଖନ୍ତୁ, ମୁଁ ପ୍ରଥମରୁ ଆପଣଙ୍କୁ କହୁଥିଲି ଯେ ଓମିନ୍ ପାଇଁ କେବଳ ଆପଣଙ୍କୁ 10ମ କ୍ଲାସ୍ ପାସ୍ ରହିବ, ଏବଂ ଯାହାକି କ୍ଲାର୍କ ରହିଲା ଏବଂ ଜୁନିୟର ଟାଇପିସ୍ ରହିଲା ତା ପାଇଁ ଆପଣଙ୍କର +3 ପାସ୍ କ୍ୱାଲିଫିକେସନ୍ ମାଗିବ। ତେଣୁ ଆପଣ ଯଦି 10th କ୍ଲାସ୍ ପାସ୍ କରିଛନ୍ତି ତାହେଲେ ଆପଣ ଓମିନ୍ରେ ଆପ୍ଲାଏ କରିପାରିବେ। ଯଦି +3 ପାସ୍ କରିଛନ୍ତି ତାହେଲେ ଆପଣ କ୍ଲାର୍କ ଏବଂ ଜୁନିୟର ଟାଇପିସ୍ରେ ଆପଣ ଆପ୍ଲାଏ କରିପାରିବେ। ଏବଂ ଦେଖନ୍ତୁ, ଏହି ବୌଦ୍ଧ ଡିଷ୍ଟ୍ରିକ୍ଟର ଯାହାକି ଆପ୍ଲିକେସନ୍ ଲାଷ୍ଟ ଡେଟ୍ଟି ରହୁଛି 21/7/2024 ଲାଷ୍ଟ ଡେଟ୍ଟି ରହୁଛି। ତ ଆପଣ ଯଦି ଏହି ଜବ୍ରେ ଇଣ୍ଟରେଷ୍ଟିଂ ଅଛ ତାହେଲେ ଆପ୍ଲାଏ ଅଲରେଡ଼ି ଷ୍ଟାର୍ଟ ହୋଇସାରିଛି, ତାହେଲେ ଏବେ ହିଁ ଆପଣ ଆପ୍ଲାଏ କରନ୍ତୁ। ଏହି ଭ୍ୟାକେନ୍ସିରୁ ଆମେ ଯଦି ସିଲେକ୍ସନ୍ ପ୍ରୋସେସ୍ ଦେଖିବା, ସିଲେକ୍ସନ୍ ପ୍ରୋସେସ୍ ଆପଣଙ୍କର ରହିବ ରାଇଟିନ୍ ଏକ୍ଜାମିନେସନ୍ ରହିବ। ସବୁ ଡିଷ୍ଟ୍ରିକ୍ଟ ପାଇଁ ପୋଷ୍ଟ ଭ୍ୟାକେନ୍ସିଟି ବାହାରିଛି, ସବୁ ସେମ୍ ରହୁଛି, ଯାହାକି ପରୀକ୍ଷା ସିଷ୍ଟମ୍ଟି ସବୁ ସେମ୍ ରହିବ। ତ ଦେଖନ୍ତୁ, ଏହି ଭ୍ୟାକେନ୍ସିଟି ଆପଣ ସ୍ପିଡ୍ ପୋଷ୍ଟ ଏବଂ ରେଜିଷ୍ଟ୍ରେସନ୍ ପୋଷ୍ଟ ମାଧ୍ୟମରେ ଆପଣ ସେଣ୍ଡ କରିବାକୁ ପଡ଼ିବ। ଆପ୍ଲିକେସନ୍ ଫି ୟାର नो ଫି ରହିବ, ଯାହାକି ଆପଣଙ୍କର ଆପ୍ଲିକେସନ୍ ଫି ଦେବାକୁ ପଡ଼ିବ ନାହିଁ, ଆପଣ ଫ୍ରିରେ ଆପଣ ଆପ୍ଲାଏ କରିପାରିବେ, ଯାହାକି ରେଜିଷ୍ଟ୍ରେସନ୍ ଏବଂ ସ୍ପିଡ୍ ପୋଷ୍ଟ ମାଧ୍ୟମରେ ଆପଣ ସେଣ୍ଡ କରିବାକୁ ପଡ଼ିବ। ତ ଦେଖନ୍ତୁ, ଏହି ଭ୍ୟାକେନ୍ସିଟି ପ୍ରତ୍ୟେକ ଜିଲ୍ଲା ପାଇଁ ବାହାରିଛି। ତେଣୁ ଆପଣ କେଉଁ ଡିଷ୍ଟ୍ରିକ୍ଟରେ ଆପଣ ବିଲଙ୍ଗ କରୁଛନ୍ତି କମେଣ୍ଟ ସେକ୍ସନରେ ଜରୁର କମେଣ୍ଟ କରିଦେବେ। ଏକ୍ଜାମ୍ ଡିଟେଲ୍ସ ବି ଏକ୍ଜାମ୍ ସିଷ୍ଟମ୍ ବି ସେମ୍ ରହିବ, ଏବଂ ତା'ର ଏଜ୍ ବି ସେମ୍ ରହୁଛି, ସବୁ ସେମ୍ ରହୁଛି, କିନ୍ତୁ ତା'ର ପୋଷ୍ଟ ଭ୍ୟାକେନ୍ସି ତା'ର କମ୍ ବେଶୀ ରହୁଛି। ତେଣୁ ଆପଣ କେଉଁ ଡିଷ୍ଟ୍ରିକ୍ଟରେ ବିଲଙ୍ଗ କରୁଛନ୍ତି ଆପଣ ନିଶ୍ଚୟ କମେଣ୍ଟ ସେକ୍ସନରେ କମେଣ୍ଟ କରିଦେବେ। ତ ଦେଖନ୍ତୁ, ବୌଦ୍ଧ ଡିଷ୍ଟ୍ରିକ୍ଟରେ ଯେଉଁମାନେ ଆପ୍ଲାଏ କରିବେ ତ ଏଇ ଆଡ୍ରେସ୍ରେ ଆପଣଙ୍କର ସେଣ୍ଡ କରିବାକୁ ପଡ଼ିବ, ଯାହାକି ସ୍ପିଡ୍ ପୋଷ୍ଟ ଏବଂ ରେଜିଷ୍ଟ୍ରେସନ୍ ପୋଷ୍ଟ ମାଧ୍ୟମରେ ଆପଣ ସେଣ୍ଡ କରିବାକୁ ପଡ଼ିବ। ତ ସବୁ ଏଠି ମେନସନ୍ କରାଯାଇଛି, ପିନ୍କୋଡ଼୍ ଏବଂ ତା'ର ଆଡ୍ରେସ୍ ବି ସବୁ ମେନସନ୍ କରାଯାଇଛି, ଯାହାକି ଡିଷ୍ଟ୍ରିକ୍ଟ ଜଜ୍ ରହୁଛି ବୌଦ୍ଧ ଏବଂ ପୋଷ୍ଟ ରହୁଛି ବୌଦ୍ଧ, ଏବଂ PS ଡିଷ୍ଟ୍ରିକ୍ଟ ଯାହାକି ବୌଦ୍ଧ ରହୁଛି, ପିନ୍କୋଡ଼୍ ହେଉଛି 762014 ପିନ୍କୋଡ଼୍ଟି ରହୁଛି। ତେଣୁ ଆପଣ ଯଦି ଚାହୁଁଛନ୍ତି ଯେ ଏଇ ଭ୍ୟାକେନ୍ସିଟି ଆମେ କେମିତି ଫର୍ମ ଫିଲ୍ଅପ୍ କରିବା, ତାହା ପାଇଁ ମୁଁ ଯଦି ଆପଣ ଯଦି ଚାହୁଁଛନ୍ତି ତ ତା ପାଇଁ ଆପଣଙ୍କୁ ଭିଡ଼ିଓ ବି ବନେଇଦେବି, ସବୁ ଡିଟେଲ୍ସ ଆପଣ କେମିତି ଫର୍ମ ଫିଲ୍ଅପ୍ କରିବେ ତା ପାଇଁ ବି ମୁଁ ଗୋଟେ ଭିଡ଼ିଓ ବନେଇଦେବି, ଯଦି ଆପଣ ଚାହୁଁଛନ୍ତି। ତେଣୁ ମୁଁ ଆଶା କରୁଛି ଆପଣମାନଙ୍କୁ ଭିଡ଼ିଓକୁ ଭଲ ଲାଗିଥିବ।
ତାହେଲେ ଭିଡ଼ିଓକୁ ଗୋଟେ ଲାଇକ୍ କରନ୍ତୁ ଏବଂ ଯେଉଁମାନେ ମୋ ଚ୍ୟାନେଲରେ ପ୍ରଥମ ଥର ଆସୁଛନ୍ତି ସେମାନେ ଚ୍ୟାନେଲକୁ ମଧ୍ୟ ସବସ୍କ୍ରାଇବ୍ କରିନେବେ ଏବଂ ତା ସହିତ ବେଲ୍ ଆଇକନ୍କୁ ମଧ୍ୟ ଆପଣ ଅନ୍ କରିନେବେ, ଯାହାକି ସବୁଦିନ ଲାଟେଷ୍ଟ ଅପଡ଼େଟ୍ ନୋଟିଫିକେସନ୍ ପାଇବା ପାଇଁ।